ସାମାଜିକ ଚଳଣି। ଇଏ ହେଉଛି ଦେଶରେ କେବଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର। ଓଡ଼ିଶା ସହିତ କିଛି ପରିମାଣରେ ସାମଞ୍ଜସ୍ୟ ଅଛି ପଶ୍ଚିମବଙ୍ଗଳା, ନହେଲେ ସାରା ଭାରତ ବର୍ଷରେ ଓଡ଼ିଶା ପଶ୍ଚିମବଙ୍ଗଳା ଏ ଦୃଷ୍ଟିରୁ ଏକ ଭିନ୍ନ। ଆଉ ଓଡ଼ିଶାରେ ଆଉ ଗୋଟେ ସିଗ୍ନିଫିକେନ୍ସ ହେଲା 12 ମାସରେ 13 ପର୍ବ। ଆଗେ ଓଡ଼ିଶାବାସୀଙ୍କର ବୃତ୍ତି ହେଉଛି କୃଷି, ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ଏଇ ଜଗନ୍ନାଥ ସଂସ୍କୃତିରେ ଚାଷୀମାନେ ଅନାଦି କାଳରୁ ଯେତେବେଳେ ଆଦିବାସୀମାନେ ଚାଷୀ ଆରମ୍ଭ କଲେ, ଧାନ ଚାଷର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତ ଆଦିବାସୀମାନେ ଯେତେବେଳେ କୋରାପୁଟ ନବରଙ୍ଗପୁର ଅଞ୍ଚଳରେ ଜଙ୍ଗଲରୁ ଧାନ ଗଛକୁ ପାଇଲେ ଏବଂ ତାକୁ ବଢ଼ିକି ଦେଖିଲେ ସୁସ୍ୱାଦୁ ଲାଗୁଛି, ସେଇଦିନୁ ଚାଷ ହେଲା ପୁଣି ଚାଷ। ତେଣୁ କୁହାଯାଏ ଧାନର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତେଣୁ ଏତେ ଜନ୍ମସ୍ଥାନ ଓଡ଼ିଶା ଏବଂ ସେମାନେ ନିଜ ଅନୁଭବରୁ ଚାହିଁଲେ ଯେ କେବେ ଧାନ ବୁଣିଲେ ଭଲ ହେବ। ଖରା ଟିକେ ହଳ କଲେ, ଅକ୍ଷୟ ତୃତୀୟା ଦିନକୁ ସ୍ଥିର କଲେ ସେଇଦିନ ମୁଠି ଜାଣିବେ, ଅର୍ଥାତ୍ ସେଇଦିନ ବିହନ ବୁଣିବେ। ସେଦିନ ଅକ୍ଷୟ ତୃତୀୟା ଦିନ ସକାଳୁ ଲଙ୍ଗଳ ନେଇକରି ବିଲକୁ ଯାଆନ୍ତି, ହଳ କରନ୍ତି, ଖରାବେଳକୁ ଫେରନ୍ତି, ଗାଧେଇକରି ପଖାଳ ଖାଆନ୍ତି। ତାପରେ ଉପରବେଳାକୁ କାନ୍ଧରେ କୁରାଡ଼ି ପକାଇ ଯାଆନ୍ତି ଜଙ୍ଗଲକୁ। କାହିଁକି ନା କେଉଁଠି ଫାଶୀ କାଠ ଅଛି, ସେ କାଠ କାଢ଼ି ଆଣିଲେ ଜଗନ୍ନାଥଙ୍କର ରଥ ତିଆରି ହେବ। ତେଣୁ ଅକ୍ଷୟ ତୃତୀୟା ଦିନ ମୁଠି କରନ୍ତି ଧାନ ବୁଣା ହୁଏ। ସେଇଦିନ ଜଙ୍ଗଲରୁ ଜଗନ୍ନାଥଙ୍କ ରଥ କାଠ ଆସେ। ଇଏ ଏଥରେ ଆସିଛି ରଜଲ ଚାଲୁ ହବା ସଜବାଜ। ବୋଉମାନେ ଦେଖନ୍ତି ମନେସ୍ତ୍ରୀ ଡାକିଲା ଗଜ, କେଉଁ ରାଇଜରୁ ଆସୁଛି ରଜାଲ, ଚାଲ ବାଇଦ ବୋଝା ବୋଝ। ତାମାନେ ଇନ୍ଦ୍ର ଦେବତା। ଖରାଟିଆ ଚାଷ ହେଇଛି, ଧାନ ଗଛ ଖରାଟିଆ ବର୍ଷାରେ ଟିକେ ଟିକେ ଗଜା ହେଇଯାଇଛି। ସେଥିପାଇଁ ରଜା ଆସିଲା ବେଳେ ସବୁ ବାଛୁରୀମାନେ ଡାକନ୍ତି, କେଉଁ ରାଇଜରୁ ଆସିବ ରାଜନ, ତେଲି ବାଇଦ ବୋଝା। ସେ ରାଜା କିଏ ନା ଇନ୍ଦ୍ର ଦେବତା। ପୂଜା କରନ୍ତି, ରଜପାଳ ଦେଇ ଏବଂ ଭୂମି ପୂଜା ହୁଏ। ବର୍ଷା ହେଇଯାଏ, ବର୍ଷା ହେଲେ ଧାନ ଗଛ ବଢ଼ିଯାଏ। ଯେତେବେଳେ ଗହ୍ମାପୁନେଇ ହେବ ସେତେବେଳକୁ ଧାନ ବେଉଷଣ ସାରିଥିବ। ଗହ୍ମାପୁନେଇ ଦିନ ଚାଷୀ ଲଙ୍ଗଳ ଧୋଇକରି ସଗାଟ ରଖିବ, ବଳଦକୁ ଧୋଇ ଗାଧେଇ ଦେବ, ତା ମୁଣ୍ଡରେ ରଙ୍ଗ ଲଗାଇବ ଏବଂ କୁଲା ଦେହରେ ଏଣ୍ଡୁରି ପିଠା ଖାଇକି ଦେଇ ବଳଦକୁ ପୂଜା କରିବ। ଗହ୍ମାପୁନେଇ ହେଉଛି ଜଗନ୍ନାଥଙ୍କ ବଡ଼ ଭାଇ ବଳରାମଙ୍କ ଜନ୍ମଦିନ। ତାପରେ ଗରୁଡ଼ା ସଂକ୍ରାନ୍ତି ଆସିବ। ବୋହୂ ଭୁଆସୁଣୀମାନେ ଆନନ୍ଦରେ ବୁଲିକି ଯେମିତି ସାଧାରଣ ଭାବରେ ଗୋଟେ ଆମର ପରିବାରରେ ନୂଆ ବୋହୂଟି ଆସିଛି ବାହା ହେଇକରି, ସେ ଯଦି ଗର୍ଭବତୀ ହେଇଗଲା, ଶାଶୁ ଗୋଡ଼ ତଳେ ଯାଆନ୍ତି, ସେ ବୁଲିକରି ବ୍ରାହ୍ମୀ ଶାଗ ଯୋଗାଡ଼ କରେ, ତାକୁ ବୋହୂକୁ ଖାଇବାକୁ ଦେଲେ ତାକୁ ରାତିରୁ ବୁଦ୍ଧିଆ ହେବେ, ଭଲ ଖାଦ୍ୟ ଦିଏ, କିନ୍ତୁ ବୋହୂର ଦେହ ଭଲ ହେଲେ ଯେମିତି କରନ୍ତି। ସେମିତି ଧାନ ଗଛ ଯେତେବେଳେ ଥୋଡ଼ ହେଇଯାଏ, ଗାଁର ବୋହୂମାନେ ଭୁଆସୁଣୀମାନେ ଲକ୍ଷ୍ମୀ ଠାକୁରାଣୀ ପୂଜା କରନ୍ତି। ଲକ୍ଷ୍ମୀ ପୂଜା କରି କ'ଣ କହନ୍ତି, ଏଇ ଭାଇ ଲକ୍ଷ୍ମୀ ଠାକୁରାଣୀ ଆମ ଧାନ ଗଛ ଗୋଟେ ବଡ଼ ଗର୍ବ ହଉ, ବଡ଼ ଗର୍ବ ଭଲ ଧାନ ବଡ଼ କେଣ୍ଡା ଇଏ କଲେ ଗର୍ଭଡ଼ା ଶିଖନ୍ତି। ତାପରେ ଆସିବ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା ରଡ଼ି ଫୁଲ ପୁଣି ଜହ୍ନ ପଡ଼ିଥିବ। ସେତେବେଳେ ଗାଁର ଅରୁଣା ଝିଅମାନେ ସନ୍ଧ୍ୟାବେଳେ କାଦୁଛନ୍ତି, ଫୁଲ ଗୌଡ଼ ଗିଣି ଗୀତ ଗାଉଥିବେ ଏବଂ ରଡ଼ି ଫୁଲ ପୁଣି ଜହ୍ନ ପଡ଼ିଥିବ। ମନେ ମନେ ଚନ୍ଦ୍ରଙ୍କୁ ଡାକୁଥିବେ, ଜହ୍ନ ବାବୁ ତୋରି ଭଳିଆ ଗୋଟେ ସୁନ୍ଦର ବର ଆମକୁ ଦେ। ଏବଂ ବିଆଳି ଧାନ ପଟା ସରିଥିବ, ବାଟରେ ଖଳା ଶୁଖି ନଥିବ, ଦାଣ୍ଡରେ ବେଗଳା ପକାଇ ସେ କୁଟା କଥା ବୁଣା ହେଇଥିବ। ଝିଅମାନେ ଯେତେବେଳେ ଖେଳିବେ, ଫୁଲ ଗୌଡ଼ ଗୀତ ଗାଇବେ, ଗାଁର ପୁଅମାନେ କ'ଣ କରିବେ, ସେ କୁଟାକୁ ନିଜ ଦେହରେ ବୋଡ଼ି ହେଇକି ବାନ୍ଧିକିରି ପାଳ ଭୂତ ହେଇକରି ତାକୁ ଡରେଇବେ। ବିଲ ଭାଇ ଭଉଣୀଙ୍କ ସମ୍ପର୍କ। ତାପରେ କୁମାର ପୂର୍ଣ୍ଣିମା ଆସିବ, ଡଙ୍ଗା ଭାସିବ, ଆକାଶ ହୋଇ ଗାଇବେ ଏବଂ ପୂର୍ବପୁରୁଷକୁ ସ୍ମରଣ କରିବେ। ସେ ଗଲା କାର୍ତ୍ତିକ ପୂର୍ଣ୍ଣିମା। ମାର୍ଗଶିର ଆସିଲେ, ମାର୍ଗଶିର ମାସ, କାର୍ତ୍ତିକ ମାସ ହେଉଛି ଧର୍ମ ମାସ। ସେତେବେଳେ ଓଷା କରନ୍ତି ଝିଅମାନେ, ବୋହୂମାନେ, ଯାହାକୁ ବଡ଼ ଓଷା କୁହାଯାଏ। ଏବଂ
ପରବର୍ତ୍ତୀ କାଳେ ଆସିବ ଭାର୍ଗଶୀର ମାସ, ଘରେ ଘରେ ପ୍ରତି ଗୁରୁବାର ଦିନ ମାଣ ବସିବ। ଗୁରୁବାରେ ମାଣ ବସିବ, ଲକ୍ଷ୍ମୀ ପୁରାଣ ପଢ଼ା ହେବ। କୋଉ ବାରେ ଡାକିବେ ଲକ୍ଷ୍ମୀ ଠାକୁରାଣୀ। ଧାନ ହେଇଥିବ, ଧାନ କଟା ହେଉଥିବ, ଲକ୍ଷ୍ମୀ ତାପରେ